ମୁଁ ଡକ୍ଟର ସୁନୀଲ କୁମାର ପାତ୍ର, ଅଧ୍ୟକ୍ଷ ଆମ ତୁମୁଡ଼ିବନ୍ଧ ଜୁନିୟର କଲେଜ। ଆପଣଙ୍କ ସାର୍ ବର୍ତ୍ତମାନ ନେଟୱାର୍କ ସମସ୍ୟା ରହିଛି। ଆପଣ କଲେଜରେ ଶହ ଶହ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି, କ'ଣ କହିବେ ନେଟୱାର୍କ ସମସ୍ୟା ଉପରେ? ଆଚ୍ଛା, ଆମର ଏଇ ଆକ୍ଚୁଆଲି ବାସ୍ତବିକ କଥା, ଦୀର୍ଘ ଦିନ ହେଲା ଆଜକୁ ପ୍ରାୟ 5 ବର୍ଷ ହେଲା ଆମେ এই ଅସୁବିଧାର ସମ୍ମୁଖୀନ ହେଉଛୁ। ବର୍ତ୍ତମାନ ଇଣ୍ଟରନେଟ୍ ମାଧ୍ୟମରେ ସବୁ ଅଫିସ କାର୍ଯ୍ୟ ପରିଚାଳିତ ଅଛି। ପ୍ରତ୍ୟେକ ଦୈନନ୍ଦିନ କାର୍ଯ୍ୟ ଆମ ଇଣ୍ଟରନେଟ୍ ଡିପେଣ୍ଡ କରୁଛୁ, କିନ୍ତୁ ଆମେ ଜିଓ ଫାଇବର ଲଗେଇଲୁ, ବିଏସ୍ଏନ୍ଏଲ୍ ଫାଇବର ଲଗେଇଲୁ, କୌଣସିଥିରେ ଆମେ ଫଳପ୍ରଦ ପାଉନାହୁଁ। ଏଠି ଗୋଟେ ହିଁ ମୁଖ୍ୟ ସମସ୍ୟା ଯେ ଆମର ନେଟ୍ କନେକ୍ସନ୍ ନାହିଁ। ଗୋଟେ ଦାବି ଛାତ୍ରଛାତ୍ରୀଙ୍କ ତରଫରୁ, ଆମ ଅଫିସ ତରଫରୁ, କଲେଜ ତରଫରୁ, এই ଅଞ୍ଚଳରେ ମଧ୍ୟ ଦୁଇଟା ଯାକ ଡିଗ୍ରୀ କଲେଜ ଜୁନିୟର କଲେଜ ଉଭୟ କଲେଜରେ ଆମର ଜିଓ ଟାୱାରର ବ୍ୟବସ୍ଥା ନାହିଁ, ଯୋଉଟାକି ଆମେ ସବୁଦିନ ପାଇଁ ବହୁତ ହଇରାଣ ହରକତ ହେଉଛୁ। ଅଫିସିଆଲ କାର୍ଯ୍ୟ ବାଧାପ୍ରାପ୍ତ ହେଉଛୁ। ଆମକୁ ଦୌଡ଼ିବାକୁ ପଡ଼ୁଛି ଛକକୁ, ରାମପୁର ଛକକୁ, ଯେଉଁଠାରେ ଯାଇକି ଆମେ ଅଫିସ କାର୍ଯ୍ୟ କରୁଛୁ। ତ ନିଶ୍ଚିତ ରୂପେ ଯେଉଁ ଆମର ବର୍ତ୍ତମାନ ପ୍ରତ୍ୟେକ ଦିନ ଅନଲାଇନ୍ ୱେବ୍ କ୍ଲାସ୍ ହେଉଛି, ଯାହାଦ୍ୱାରା କି ପିଲାମାନେ ଅନଲାଇନ୍ ଡାଇରେକ୍ଟ କ୍ଲାସ୍ର ସେବା ପାଇବାରୁ ବଞ୍ଚିତ ହେଉଛନ୍ତି, ଯାହାକି ଉଚ୍ଚଶିକ୍ଷାରେ ଏକ ବାଧାପ୍ରାପ୍ତ ହେଉଛି। ତ ସମସ୍ତ ଛାତ୍ରଛାତ୍ରୀ ଏହି ଅସୁବିଧା ବର୍ତ୍ତମାନ ସମ୍ମୁଖୀନ କରୁଛନ୍ତି। ବର୍ତ୍ତମାନ ଟିକେ ନ୍ୟୁଜ୍ ମିଡ଼ିଆ ତରଫରୁ ଆପଣଙ୍କର କଲେଜ ନିକଟରେ ଏବଂ କୁଟଗଡ଼ ବ୍ଲକରେ ବି ସେ ସମସ୍ୟା ରହିଛି, କଲେଜ ନିକଟରେ ନୂତନ ଜିଓ ଟାୱାର ନିର୍ମାଣ କରିବା ପାଇଁ ନିବେଦନ ରହିବ ଓଡ଼ିଶା ସରକାରଙ୍କୁ। ତାପରେ ଆପଣଙ୍କର କ'ଣ ମତାମତ ରହିବ? ନିଶ୍ଚିତ ରୂପେ ମୁଁ ସାଧୁବାଦ ଦେବି ଟିକେ ନ୍ୟୁଜ୍ କି, ଯେ ଯଦି ଆମର ସେଇ ମିଡ଼ିଆ ତରଫରୁ ଏଭଳି ପ୍ରୟାସ ରହିକି ଯଦି ଫଳପ୍ରଦ ହୁଅନ୍ତି, ନିଶ୍ଚିତ ରୂପେ ଟିକେ ନ୍ୟୁଜ୍ ପାଇଁ ଆମ ପ୍ରତି ଏକ ଆଶୀର୍ବାଦ ସ୍ୱରୂପ ହେବ। ଯେଉଁ ଏହି ଅଞ୍ଚଳରେ ଅନୁଷ୍ଠାନ ପାଇଁ ଯେଉଁ 5 ବର୍ଷ ହେଲା ଆମେ ହଇରାଣ ହରକତ ହେଉଛୁ, ଏଥିରୁ ନିଶ୍ଚିତ ରୂପେ ଆମେ ଲାଭ ପାଇବୁ ଏବଂ ସମସ୍ତ ଛାତ୍ର ସମାଜ, ଆମର ଅଫିସ କାର୍ଯ୍ୟ ସବୁ ସୁରୁଖୁରୁରେ ହେଇପାରିବ। ଧନ୍ୟବାଦ ଦେବି ଟିକେ ନ୍ୟୁଜ୍କୁ, ଏହା ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ।